ଗୋଟିଏ ଜଙ୍ଗଲର ଗୋଟିଏ ଗଛର ଶିଖରରେ ଗୋଟିଏ ଛୋଟ ପକ୍ଷୀଟିଏ ବସିଥାଏ। ସେହି ଜଙ୍ଗଲରେ ଗୋଟିଏ ଭୟଙ୍କର ଝଡ଼ ତୋଫାନ ଆସିଲା। ପବନ ଏତେ ଜୋରରେ ବହିଲା କି ଗଛ ବି ଭାଙ୍ଗିଯିବ, କିନ୍ତୁ ସେ ଛୋଟ ପକ୍ଷୀକୁ ଟିକିଏ ବି ଭୟ ନଥିଲା। ବରଂ ତାକୁ ବିଶ୍ୱାସ ଥିଲା କି ଝଡ଼ରୁ ସେ ନିଜକୁ ବଞ୍ଚାଇ ଦେବ। ଯଦି ଗୋଟିଏ ଡାଳ ଭାଙ୍ଗିଯିବ ତ ସେ ଅନ୍ୟ ଡାଳରେ ବସି ପଡ଼ିବ। ଜଙ୍ଗଲରେ ନା ତ ଗଛର କମି ଥିଲା ନା ତ ଡାଲର। ସେ ଜାଣିଥିଲା ତାର ଶକ୍ତି ବିଷୟରେ। ଉଡ଼ିବା ପାଇଁ ତା ପାଖରେ ଡେଣା ଥାଏ ଏବଂ ସେହି ଡେଣା ତାର ଶକ୍ତି ଅଟେ ଏବଂ ସେହି ଶକ୍ତି ତାର ବିଶ୍ୱାସ ଅଟେ। ବନ୍ଧୁଗଣ, ବିପଦ ଆସିଲେ ସେହି ଛୋଟ ପକ୍ଷୀ ପରି ନିର୍ଭୀକ ହୋଇ ସାମ୍ନା କର। ଭୁଲିବ ନାହିଁ କି ବିପରୀତ ପରିସ୍ଥିତିରେ ହିଁ ଆମର ସର୍ବଶ୍ରେଷ୍ଠତା ବାହାରକୁ ଆସିଥାଏ। ଏହା ଭୁଲିବ ନାହିଁ କି ଯେତେବେଳେ ରାସ୍ତା ନଥାଏ ତ ସେତେବେଳେ ଅନେକ ରାସ୍ତା ବାହାରିଥାଏ। ଖାଲି ଏତିକି କଥା କି ସେହି ସମୟରେ ନିଜ ଉପରେ ବିଶ୍ୱାସ କରିବା କଥା, ନିଜର କ୍ଷମତା ଉପରେ ବିଶ୍ୱାସ ଥିବା କଥା।